ମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର୍ ଆର୍ଟ୍ସ ପିଲା ଆର୍ଟ୍ସ ପିଲା ଯେଉଁମାନଙ୍କର ଲଜିକ୍ ଅଛି ତ ସେଇମାନଙ୍କ ପାଇଁ ମୁଁ ନେଇ ଆସିଛି ଆଜି ଗୋଟେ ନୂଆ ବିଷୟ ଯେଉଁଟା ହେଉଛି ସମବର୍ତ୍ତନ, ଯେଉଁଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷାରେ ଆସିଲା ଭଳି ଗ୍ୟାରେଣ୍ଟି 100% ଆସିଲା ଭଳି କୋଶ୍ଚିନ୍ଟା ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ଟା ନେଇ ଆସିଛି। ସମବର୍ତ୍ତନ କ'ଣ, ସମବର୍ତ୍ତନ ନିୟମାବଳୀ ଡିଟେଲ୍ସ ଆମେ ସବୁ କିଛି ଜାଣିବା ପିଲାମାନେ। ତ ଚ୍ୟାନେଲକୁ ଦେଖ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟି ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନ୍କୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ୍ ପାଇଁ, ଲାଇକ୍ ସେୟାର କରିଦେବ। ତ ପିଲାମାନେ ଚାଲ ଆମେ ଷ୍ଟାର୍ଟ କରିବା। କ'ଣ ସମବର୍ତ୍ତନ କାଲି ଆମେ ପଢ଼େଇଥିଲେ ପିଲାମାନେ। ମୋ ସମସ୍ତଙ୍କର ହେଇଯାଇଥିବ, କମେଣ୍ଟ କର କାହାର କାହାର ହେଇଛି। ଯେଉଁମାନେ ଯଦି ବୁଝିପାରୁନ ମୋତେ କମେଣ୍ଟ କର, ବାରମ୍ବାର କହୁଛି। ସେତେବେଳକୁ ଯଦି କହିବ ବୁଝିପାରୁନି କିଛି ହେବନି। ତ ଏବେ ପଢ଼େଇ ଦେବା, ତାପରେ ତୁମକୁ MCQ ଦେବି ଘୋଷିବା ପାଇଁ, 1 ମାର୍କିଆ ଦେବି, ଲଙ୍ଗ କୋଶ୍ଚିନ୍ ଦେବି, 2 ମାର୍କିଆ ଦେବି, 3 ମାର୍କିଆ ଦେବି, ସବୁ କିଛି ତୁମକୁ ନୋଟ୍ ପ୍ରୋଭାଇଡ଼ କରିବି ପିଲାମାନେ। ଡୋଣ୍ଟ ୱରି, ସବୁ କିଛି ଆଭେଲେବୁଲ୍ ଅଛି। ଲଜିକ୍ରେ ନୋ ଟେନସନ୍, ସବୁ ୟୁନିଟ୍ରେ ତୁମକୁ ପଢ଼େଇ ପିଲାମାନେ। ତ ଦେଖ ପିଲାମାନେ, ସମବର୍ତ୍ତନ ଆଜି ପଢ଼ିବା। ସମବର୍ତ୍ତନ କ'ଣ ସବୁ ଦେଖ। ସମବର୍ତ୍ତନ କ'ଣ ଦେଇଛି? ସମବର୍ତ୍ତନ ହେଉଛି ଏକ ପ୍ରକାର ଅବ୍ୟବହୃତ ଅବରୋହଣମାନ। ଅବ୍ୟବହୃତକୁ 2 ଭାଗରେ ବ୍ୟକ୍ତ କରାଯାଇଥିଲା। କ'ଣ କ'ଣ? ସମବର୍ତ୍ତନ, ବ୍ୟବର୍ତ୍ତନ। ସେଥିପାଇଁ ସମବର୍ତ୍ତନ ହେଉଛି ଏକ କେଉଁ ଅନୁମାନ? ଅବରୋହଣମାନ ନା ଅବ୍ୟବହୃତ। ଯେହେତୁ ସେ ଅବ୍ୟବହୃତ ଅନୁମାନରୁ ଆସିଛି 2 ଭାଗରେ ବ୍ୟକ୍ତ ସମବର୍ତ୍ତନ ବ୍ୟବର୍ତ୍ତନ, ତ ସମବର୍ତ୍ତନ ସେଥିପାଇଁ କୁହାହେଲା। ସମବର୍ତ୍ତନ ହେଉଛି ଏକ ପ୍ରକାର ଅବ୍ୟବହୃତ ଅବରୋହଣମାନ ଯେଉଁଥିରେ ହେତୁବାକ୍ୟର ଥିବା ଉଦ୍ଦେଶ୍ୟ ପଦ ସିଦ୍ଧାନ୍ତର ବିଧେୟ ହେଉଥିବା ବେଳେ ହେତୁବାକ୍ୟରେ ଥିବା ବିଧେୟ ପଦ ସିଦ୍ଧାନ୍ତରେ ଉଦ୍ଦେଶ୍ୟ ହୋଇଥାଏ, ତାହାକୁ ସମବର୍ତ୍ତନ କୁହାଯାଏ। ବୁଝିପାରୁନଥିବ ତ ବୁଝେଇ ଦେଉଛି ଏଇଠି ପିଲାମାନେ। ଦେଖ, ଏଇଟା ହେଉଛି ସମବର୍ତ୍ତନ, ଏଇଟା ହେଉଛି ବ୍ୟବର୍ତ୍ତନ। କ'ଣ ଦେଲା ନା ଏଇଟା ହେଉଛି ସମବର୍ତ୍ତନ, ଏଇଟା ହେଉଛି ବ୍ୟବବର୍ତ୍ତନ। ଭୁଲ କରିଦେଲେ ପିଲାମାନେ, ଏଇଟା ସମବର୍ତ୍ତନର ହେଉଛି ହେତୁବାକ୍ୟ, ଏଇଟା ହେଉଛି ସିଦ୍ଧାନ୍ତ। ତ ଆମେ ସମବର୍ତ୍ତନରେ ଆକୁ କ'ଣ କହିବା ନା ସମବର୍ତ୍ତନୀୟ ଏହାକୁ କୁହାହେବା ସମବର୍ତ୍ତିତ। ତ ସମବର୍ତ୍ତନରେ ହେତୁବାକ୍ୟ ଏବଂ ସିଦ୍ଧାନ୍ତ କୁହାଯାଏ ହେତୁବାକ୍ୟକୁ ସମବର୍ତ୍ତନୀୟ ଏବଂ ସିଦ୍ଧାନ୍ତକୁ ସମବର୍ତ୍ତିତ। ବୁଝିପାରିଲ ପିଲାମାନେ? ତ ହେତୁବାକ୍ୟ ହେଉଛି ସମବର୍ତ୍ତନୀୟ, ସିଦ୍ଧାନ୍ତ ହେଉଛି ସମବର୍ତ୍ତିତ। ବୁଝିହେଲା? ଦେଖ ସେ କ'ଣ ଦେଲା? ସମବର୍ତ୍ତନ ହେଉଛି ଏକ ପ୍ରକାର ଅବ୍ୟବହୃତ ଅବରୋହଣମାନ, ତାପରେ ଯେଉଁଥିରେ ହେତୁବାକ୍ୟରେ ଥିବା, ଦେଖ ଏଇଟା ଉଦ୍ଦେଶ୍ୟ, ଏଇଟା ବିଧେୟ, ସମସ୍ତ ଏଇଟା ଏଇଟା କ'ଣ ନା ହେଲା କ। ବୁଝିହେଲା? କ'ଣ ଦେଲା ନା ଯେଉଁଥିରେ ହେତୁବାକ୍ୟରେ ଥିବା ଉଦ୍ଦେଶ୍ୟ ପଦ ସିଦ୍ଧାନ୍ତରେ ବିଧେୟ ହେଉଥିବା ବେଳେ। ଦେଖ ହେତୁବାକ୍ୟ ଏଇଟା ଯେଉଁଟା ଆମେ ସମବର୍ତ୍ତନ କରିଥିବା, ତାର ଉଦ୍ଦେଶ୍ୟ କି? ଏଇଟା ହେଉଛି ଉଦ୍ଦେଶ୍ୟ କ। ସେ କ'ଣ ଦେଲା? ହେତୁବାକ୍ୟରେ ଥିବା ଉଦ୍ଦେଶ୍ୟ ପଦ, ହେତୁବାକ୍ୟରେ ଥିବା ଉଦ୍ଦେଶ୍ୟ ପଦ ସିଦ୍ଧାନ୍ତ, ଏଇଟା ସମବର୍ତ୍ତିତ। ସିଦ୍ଧାନ୍ତରେ ସିଏ ନା ବିଧେୟ ହେଉଛି। ଦେଖ ଏଇଟା ହେତୁବାକ୍ୟର ଉଦ୍ଦେଶ୍ୟଟା ସିଦ୍ଧାନ୍ତରେ ବିଧେୟ ହେଉଛି, ଏଠି କ ଅଛି, ଏଠି ବି କ। ବୁଝିହେଲା? ତାପରେ ହେତୁବାକ୍ୟରେ ଥିବା ବିଧେୟ ପଦ ସିଦ୍ଧାନ୍ତରେ ହେଉଛି ଉଦ୍ଦେଶ୍ୟ ପଦ। ହେଲା? ତ ଏଠି ହେତୁବାକ୍ୟ ସିଦ୍ଧାନ୍ତ କାହିଁକି ନା, ତ ନେକ୍ସଟ କ୍ଲାସରେ ହେତୁବାକ୍ୟ ସିଦ୍ଧାନ୍ତ ପଢ଼ିଥିଲି ଇଜି ହେବା ପାଇଁ। କିନ୍ତୁ ଯେତେବେଳେ ତମେ ଏକ୍ଜାମରେ ଲେଖିବ କ'ଣ ନା, ଯେଉଁଥିରେ ସମବର୍ତ୍ତନରେ ଥିବା ଉଦ୍ଦେଶ୍ୟ ପଦ ସମବର୍ତ୍ତିତରେ ବିଧେୟ ହେଉଥିବା ବେଳେ, ହେଲା, ସମବର୍ତ୍ତନରେ ଉଦ୍ଦେଶ୍ୟ ପଦ ସମବର୍ତ୍ତିତରେ ବିଧେୟ ହେଉଥିବା ବେଳେ କ'ଣ ନା ହେତୁବାକ୍ୟରେ ଥିବା ବିଧେୟ ପଦ, ସେମିତି ସମବର୍ତ୍ତନରେ ଥିବା ବିଧେୟ ପଦ ହେତୁବାକ୍ୟରେ ଉଦ୍ଦେଶ୍ୟ ହୋଇଥାଏ। ବୁଝିହେଲା ପିଲାମାନେ? ସମବର୍ତ୍ତନରେ ବୁଝିପାରିଲ? ତାହାକୁ ଆମେ କହିବା ସମବର୍ତ୍ତନ। ତାପରେ ସମବର୍ତ୍ତନରେ ହେତୁବାକ୍ୟକୁ ସମବର୍ତ୍ତନ। ଦେଖ ଏଇଠି ଲେଖା ସମବର୍ତ୍ତନରେ ହେତୁବାକ୍ୟକୁ କ'ଣ? ସମବର୍ତ୍ତନୀୟ, ସିଦ୍ଧାନ୍ତକୁ ସମବର୍ତ୍ତିତ ବୋଲି କୁହାଯାଏ।
तापर देखियो समवर्तन सैला तापर समवर्तनर नियमावली तो समवर्तन नियमावली आज पढ़ेबा तापर समवर्तन जो नियमावली 4टा अछि आ ए ई ओ ताकू गोटा गोटा करी भलसे बुझे एकाथरे बुझेबानी काना मुंडे पशिबनी एई भिडियोटा बारंबार देखिबो जदि न बुझी पारलो मते कमेंट करबो। तो समवर्तन नियमावली पिला माने हेतु वाक्य थिबा उद्देश्य पद सिद्धांत रे विधेय होतिया बेले हेतु वाक्य थिया विधेय पद सिद्धांत रे एटा बुझेली हेतु वाक्य सिद्धांत एटा होची उद्देश्य एटा हला विधेय हम लिखि दउची एटा हला उद्देश्य एटा हला विधेय बुझेला एटा हेतु वाक्यटा सिद्धांत जानचो हेतु वाक्य थिबा उद्देश्य पद एटा हला क ख एटा हला ख क एमती लिखा जाए है हेतु वाक्य थिबा उद्देश्य पद हेतु वाक्य थिबा उद्देश्य पद सिद्धांत रे कोन विधेय सिद्धांत तापरे हेतु वाक्य थिबा विधेय पद सिद्धांत रे उद्देश्य बुझेला ता गुण गोटे गुण गला तापरे आउटा गुण कोन तीन सिद्धांत समवर्तन नियम रे केतोटी गुण ना तीनोटी गुण एग्जाम रे आसीबो हेतु वाक्य एवं सिद्धांत रो गुण समान गुण माने कोन लेखा हबो समस्त क ख अटंती समस्त ख क अटंती बुझेला अटंती गुण समान माने एटा पॉजिटिव एटा ही पॉजिटिव नेगेटिव आसले कोन हबो अटंती नुहे माने आ ए आसी जिवो एटा कोन पॉजिटिव माने अटंती अटंती बुझेला तापरे जेउ पद हेतु वाक्य रे अव्यक्त ताहा सिद्धांत रे व्याप्त होई परिबो नाही जेउ थरे एटा मु तुमको एग्जांपल दे गोटे बुझाई देबी नेक्स्ट क्लास को बुझेला आज पय एती थाउ पिला माने तो जदि न बुझला कमेंट करियो वीडियो टी भल लागितले लाइक शेयर सब्सक्राइब कर दबो रहउची।